ବର୍ତ୍ତମାନ ସମୟରେ ଓଲିଉଡ୍ ଇଣ୍ଡଷ୍ଟ୍ରିରୁ ଆସିଲା ଏକ ବଡ଼ ଖବର। ଆପଣମାନଙ୍କର ପ୍ରିୟ ଅଭିନେତା ଏବଂ ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କୁ ଗିରଫ ନେଇ ବଡ଼ ପ୍ରଶ୍ନ, ଯାହାକି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକୃତରେ ଘଟଣାଟି କ'ଣ ଘଟିଥିଲା? ଅନୁଭବ ମହାନ୍ତିଙ୍କୁ NBW ଜାରି କରାଯାଇଛି ଏବଂ NBW ଜାରି କରାଯିବା ପରେ ଅନୁଭବ ମହାନ୍ତି ଏବେ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। କ'ଣ ଜେଲ୍ ଯିବେ କି ଅନୁଭବ ମହାନ୍ତି? ତେବେ କ'ଣ ପାଇଁ ଏମିତି ହେଲା, ସମ୍ପୂର୍ଣ୍ଣ ଖବର ଜାଣନ୍ତୁ। ତେବେ ଦର୍ଶକ ବନ୍ଧୁ, ଦୀର୍ଘ 4 ବର୍ଷ ପରେ ନୂଆ ମୋଡ଼ ଦେଖିବାକୁ ମିଳିଛି। ପୂର୍ବରୁ ଯେତେବେଳେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା, ହେଲେ ଅନୁଭବ କୋର୍ଟରେ ହାଜର ହୋଇନଥିଲେ। କୋର୍ଟରୁ ଅର୍ଡର ଆସିଛି କି ଅନୁଭବଙ୍କ ନାଁରେ NBW ଜାରି କରାଯାଇଛି, ଯାହାକି ଏବେ ସବୁଠି ବଡ଼ ପ୍ରଶ୍ନବାଚକ ସୃଷ୍ଟି ହୋଇଛି। ଯେଉଁ NBWର ମାନେ ହେଉଛି ଅନୁଭବଙ୍କୁ ନନ୍ ବେଲ୍ ୱାରେଣ୍ଟି ଜାରି କରାଯାଇଛି। ଅନୁଭବଙ୍କୁ ବେଲ୍ ମିଳିବ ନାହିଁ। ଦର୍ଶକ ବନ୍ଧୁ, ଏହି ସମୟରେ ଅନୁଭବ କ'ଣ କରିବେ? ଆଗାମୀ 23 ତାରିଖ ଭିତରେ ଅନୁଭବଙ୍କୁ ଗିରଫ କରିବା ପାଇଁ କୋର୍ଟରୁ ଅର୍ଡର ଆସିଛି। ଦର୍ଶକ ବନ୍ଧୁ, ଅନୁଭବ ଜେଲ୍ ଯିବାର ମୂଳ କାରଣ ହେଉଛି ବର୍ଷାଙ୍କୁ ନିର୍ଯାତନା ଦେଉଥିଲେ ଅନୁଭବ ଏବଂ ତାଙ୍କ ବନ୍ଧୁ ସୁଜିତ ଏବଂ ଖଗେଶ୍ୱର। ବର୍ଷା ପ୍ରିୟଦର୍ଶିନୀ ଏହି 3 ଜଣଙ୍କ ନାଁରେ ନିର୍ଯାତନାର କେସ୍ ଦେଇଥିଲେ। ହେଲେ ସେହି କେସ୍ ଆଜି ଏତେ ବଡ଼ ମୋଡ଼ ନେବ ବୋଲି ଅନୁଭବ କେବେ ବି ଚିନ୍ତା କରିନଥିଲେ। ଅନୁଭବ ଯେଉଁ ପିଟିସନ୍ ଦାଖଲ କରିଥିଲେ, ସେହି ପିଟିସନ୍କୁ ସରକାରଙ୍କ ତରଫରୁ ଖାରଜ କରାଯାଇଛି। ହେଲେ ବର୍ଷା ପ୍ରିୟଦର୍ଶିନୀ କୋର୍ଟରୁ ସତ ପ୍ରମାଣ ଦେଇ ପ୍ରମାଣିତ କରିଛନ୍ତି। ତାଙ୍କ ପ୍ରମାଣପତ୍ରକୁ ଦେଖି ଏହା ଏକ ସତ ଘଟଣା ବୋଲି କୋର୍ଟରେ ଫାଇନାଲ ହୋଇଛି। ତା ସହିତ କୋର୍ଟରୁ ଆଦେଶ ଆସିଛି ଅନୁଭବ, ସୁଜିତ ଏବଂ ଖଗେଶ୍ୱରଙ୍କୁ ଆରେଷ୍ଟ କରିବା ପାଇଁ। ତାହା ପୁଣି ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ତେବେ ଦର୍ଶକ ବନ୍ଧୁ, ଆଗକୁ ଅନୁଭବ କ'ଣ କରିବେ? ଏହି ଘଟଣାଟି କି ମୋଡ଼ ନେବ, ଆଗକୁ ଜଣାପଡ଼ିବ। ଦର୍ଶକ ବନ୍ଧୁ, ସୂଚନା ଆଜି ପାଇଁ ଏତିକି। ଆମ ଭିଡ଼ିଓ ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହିଲି, ନମସ୍କାର।